डियर ऑल वेलकम टू माय यूट्यूब चैनल। तो ମୁଁ ଆଶା କରିବି ଆପଣମାନେ ସମସ୍ତେ ଭଲରେ ଥିବେ। ତ ପିଲାମାନେ ସମସ୍ତେ କହୁଛୁ ସାର୍ 2 ମାର୍କ ଲଙ୍ଗ କୋଶ୍ଚିନ୍ର ସିଲେକ୍ସନ୍ ଦିଅ, 8 ମାର୍କ 7 ମାର୍କର ଦିଅ। ତ ପିଲାମାନେ ମୋ ଭିଡ଼ିଓ ଟିକେ ଆସିପାରୁନଥିଲା କାରଣ ମୋ ୟୁଟ୍ୟୁବରେ ଟିକେ କିଛି କାରଣ ଥିଲା ବୋଲି। ଠିକ୍ ଅଛି, ତ ଏବେ କିଛି ସେ କାରଣ ସଲ୍ଭ ହେଇଯାଇଛି, ତ ତେଣୁକରି କିଛି ଟେନସନ୍ କରନ୍ତୁ ନାହିଁ। ତ ଯେଉଁମାନେ ମଧ୍ୟ କାଲିକୁ ପରୀକ୍ଷା ଦେବେ ତାହେଲେ ନିହାତି ଭାବରେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଶେଷ ଯାଏଁ ଦେଖନ୍ତୁ, କାରଣ ଆପଣମାନଙ୍କୁ ଆଜି ସିଲେକ୍ସନ୍ କୋଶ୍ଚିନ୍ ସହିତ ଆନ୍ସର୍ ଦିଆଯିବ। ଠିକ୍ ଅଛି, ତ ତେଣୁକରି କେହି ମଧ୍ୟ ଚିନ୍ତା କରନ୍ତୁ ନାହିଁ ହେଲା। ତ ଯାହା ପଢ଼ିଛ ପଢ଼, କିନ୍ତୁ ମାନେ ଏସବୁ କୋଶ୍ଚିନ୍କୁ ଟିକେ ନଜର କରିଦିଅ ହେଲା। ମୁଁ ଯେତେ ଦେଉଛି ଠିକ୍ ଅଛି, ଦେଲେ ଆପଣମାନଙ୍କୁ ଟିକେ ଆଇଡ଼ିଆ ତ ଆସିଯିବ ନା ମୁଁ ଏସବୁ ଏମିତି ଲେଖିବି ସେମିତି ଲେଖିବି। ଠିକ୍ ଅଛି, ତ କୋଶ୍ଚିନ୍ ଯେହେତୁ ଇଂଲିଶରେ ଆସୁଛି ବୋଲି ମୁଁ ଆନ୍ସର୍ ମଧ୍ୟ ଇଂଲିଶରେ ଲେଖିଛି। ଠିକ୍ ଅଛି, ଯଦି ଆପଣମାନଙ୍କୁ ଓଡ଼ିଆ ଦରକାର ତାହେଲେ ମୋତେ ଏଇ କମେଣ୍ଟ ସେକ୍ସନ୍ରେ ଜଣାନ୍ତୁ। ତ ମୁଁ ଆପଣମାନଙ୍କୁ ଆରାମସେ ଆଜି ମଧ୍ୟ ଯେତେ ରାତିରେ ମଧ୍ୟ ମୁଁ ଆପଣମାନଙ୍କୁ ଓଡ଼ିଆ କୋଶ୍ଚିନ୍ ଓଡ଼ିଆ ଆନ୍ସର୍ ଆପଣମାନଙ୍କୁ ପ୍ରୋଭାଇଡ଼ କରିବି। ଠିକ୍ ଅଛି, ତ ଚାଲ ଅଧିକ କିଛି ଡିସ୍କସନ୍ ନ କରି ଫାଷ୍ଟ ଜାଣିବା। ଠିକ୍ ଅଛି, ତ ପିଲେ ମୁଁ ତ କହିବି ଆପଣମାନଙ୍କର ଏଣ୍ଡ ଏକ୍ଜାମ୍ ମାନେ ଶେଷ ଏକ୍ଜାମ୍, ତ ନିହାତି ଭାବରେ ମାନେ ଓଡ଼ିଆ ମାନେ ଇଂଲିଶ ନ ଆସିଲେ ମଧ୍ୟ କିଛି ନହେଲେ କିଛି ଆପଣ ଲେଖିବା ପାଇଁ ପଡ଼ିବ ହିଁ ପଡ଼ିବ। ଠିକ୍ ଅଛି, ତ ସେମିତି ଟିକେ ଇଂଲିଶ ଲେଖିବା ପାଇଁ ଟ୍ରାଏ କର ହେଲା। ତ ଯେମିତିକି ମାନେ ଆପଣମାନଙ୍କୁ 1 ନମ୍ବର ଦେଇଛି, ଯେମିତିକି ମାନେ ଏଇଟା 2 ମାର୍କର ଆପଣମାନଙ୍କୁ ଆସିଛି। ଠିକ୍ ଅଛି, 2 ମାର୍କ ପାଇଁ ଏସବୁ ପ୍ରିପାରେସନ୍ କର, 2ରୁ 3 ମାର୍କ ପାଇଁ ହେଇଯିବ ପିଲେ। ଠିକ୍ ଅଛି, ମୁଁ ଯେତେ କୋଶ୍ଚିନ୍ ଦେଉଛି ନା ଆନ୍ସର୍ ବି ସେତେ ଦେଇଛି। ଦେଖନ୍ତୁ ମାନେ 50 ୱାର୍ଡ଼ କହିଥିଲା, ତ ଆମେ 50ରୁ ଏବେ ମାନେ ଅଧିକା ୱାର୍ଡ଼ ଦେଇଛି, ତ ଟିକେ ଆପଣ ଯେମିତି ଜାଣିପାରିବେ ବୋଲି। ଠିକ୍ ଅଛି, ତ ଆମେ ଯେହେତୁ ନୂଆରେ ଟିକେ ଇଏ କରୁଛୁ ନା, ସେଥିପାଇଁ ଆପଣ କେମିତି ଜାଣିପାରିବେ ବୋଲି ମୁଁ ଦେଇଛି। ଠିକ୍ ଅଛି, ତ ପ୍ରଥମ ନମ୍ବର ପ୍ରଶ୍ନ ଦେଖିବାକୁ ଗଲେ ହ୍ୱାଟ୍ ଇଜ୍ ମହାତ୍ମା ଗାନ୍ଧୀ ହେଲା କନସେପ୍ଟ ଅଫ୍ ସ୍ପ୍ରିଲାଲ ଡେମୋକ୍ରେସି ସ୍ପ୍ରିଟିକାଲ। ଠିକ୍ ଅଛି, ସ୍ପ୍ରିଟିକାଲ ମାନେ ଆପଣ ଜାଣିପାରୁଥିବେ ତ ମହାତ୍ମା ଗାନ୍ଧୀଙ୍କର ସ୍ପ୍ରିଟିକାଲ ଡେମୋକ୍ରେସି କ'ଣ ଥିଲା, ତ ଆପଣ ତାହା ବିଷୟରେ ଲେଖିବେ। ଠିକ୍ ଅଛି, ମଝିରେ କଲ୍ ଆସିଗଲା, ତ ଛାଡ଼ ସେସବୁ। ତ ଦେଖନ୍ତୁ ମୁଁ ଯେତେ ପଢ଼ାଇଛି ମାନେ ମୁଁ ତ ଇଂଲିଶରେ ପଢ଼ାଇ ନାହିଁ, ମୋତେ ବି ଟିକେ ଇଂଲିଶ ବୁଝିବା ପାଇଁ କଷ୍ଟ ହୁଏ। ଠିକ୍ ଅଛି, ତ ତେଣୁକରି ମୁଁ ଇଂଲିଶରେ ସବୁ କିଛି ପଢ଼ୁନାହିଁ। ତ ମାନେ ଆପଣ ଟିକେ ଭଲ ଭାବରେ ଟିକେ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଭଲ ଭାବରେ ପଢ଼ନ୍ତୁ। ଠିକ୍ ଅଛି, ତ ମୋ ଦ୍ୱାରା ଟିକେ ଇଂଲିଶ ହୁଏ ନାହିଁ ପିଲା, ତ ତେଣୁକରି ମୁଁ ଦୁଃଖିତ। ଠିକ୍ ଅଛି, ତ ଦେଖନ୍ତୁ ଆପଣ ଜାଣିପାରୁଥିବେ 3 ନମ୍ବର କୋଶ୍ଚିନ୍ ଦେଖନ୍ତୁ, ଜୟପ୍ରକାଶଙ୍କ ବିଷୟରେ ଦେଇଛି, ତ ଆପଣ ଟିକେ ପଢ଼ିବେ ହେଲା। ୱେ ଡିଡ୍ ଜୟପ୍ରକାଶ ଆଇଡ଼ିଆସ୍ ଅନ୍ ଆଇଡ଼ିଆସ୍ ଷ୍ଟେଟ୍। ଠିକ୍ ଅଛି, ଆପଣ ତାର ଜୟପ୍ରକାଶ ନାରାୟଣଙ୍କ ବିଷୟରେ ଲେଖିବେ ଯାହା ଜାଣିଛନ୍ତି। ଓଡ଼ିଆରେ ମଧ୍ୟ ଜାଣିଛନ୍ତି ତାହେଲେ ଓଡ଼ିଆରେ ମଧ୍ୟ ଲେଖିବା ପାଇଁ ଟ୍ରାଏ କରିବେ ହେଲା। କିନ୍ତୁ ଆପଣ ଯେହେତୁ ଏବେ ଲାଷ୍ଟ ଏକ୍ଜାମ୍, ତ ତେଣୁକରି ଟିକେ ଇଂଲିଶରେ ଲେଖିବା ପାଇଁ ଚେଷ୍ଟା କର। ଠିକ୍ ଅଛି, ଯେମିତି କୁହେ ରମା ଦେବୀ ୱାଜ୍ ଗିଭେନ୍ ଦ ଟାଇଟଲ୍ ପଣ୍ଡିତ। ଠିକ୍ ଅଛି, ତାଙ୍କର କ'ଣ ଥିଲା ରମା ଦେବୀଙ୍କର ଟାଇଟେଲ୍ ମାନେ ପଣ୍ଡିତ କେମିତି ଥିଲା, କେମିତି ଦେଇଥିଲେ, ତ ବହୁତ କିଛି ଇଏ ଅଛି। ତ ତେଣୁକରି ଆପଣମାନେ ଭଲ ଭାବରେ ଟିକେ ଭଲସେ କନସେପ୍ଟକୁ ବୁଝିବେ। ଠିକ୍ ଅଛି, ମୁଁ ତ କହିବି ଆପଣ ଟିକେ ଇଂଲିଶରେ ହିଁ ଲେଖନ୍ତୁ। ଠିକ୍ ଅଛି, ତ ଦେଖିପାରୁଥିବେ, ତ ଫାଇନାଲି ଆପଣମାନଙ୍କର 2 ମାର୍କ ସରିଯିବ। ଠିକ୍ ଅଛି, ମୁଁ କିଛି ନହେଲେ ଆପଣମାନଙ୍କୁ 2 ମାର୍କର 10ଟି କେବଳ ଦେଉଛି, ତ ତେଣୁକରି ଆପଣମାନେ 10ଟି ମଧ୍ୟରୁ କିଛି ନହେଲେ 8ଟି 9ଟି ଟିକେ ପ୍ରିପାରେସନ୍ ହେଇକି ଯାଆନ୍ତୁ, ଯାହା ହେଲେ ବି ଭଲସେ ପଢ଼ିପାରିବେ ହେଲା। ତ ପିଲେ ଯଦି ଏ PDF ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆମ ହ୍ୱାଟ୍ସଆପ୍ ଗ୍ରୁପ୍ ଏବେ ହିଁ ଜଏନିଂ କର। ଠିକ୍ ଅଛି, ତ ମୁଁ ଆଉ ଅଧିକ କିଛି କହୁନାହିଁ, ଅଧିକ କିଛି ମାନେ ଲେଖିଛି, ତ ମୁଁ ଆଉ ମାନେ ମୋ ଦ୍ୱାରା ଟିକେ ଇଂଲିଶ ପଢ଼ିବା ପାଇଁ ହୁଏ ନାହିଁ, ତ ତେଣୁକରି ମୁଁ ଇଂଲିଶ ପଢ଼ୁନାହିଁ ହେଲା। ତ ଦେଖନ୍ତୁ ହେଇଗଲା। ଠିକ୍ ଅଛି, 10ଟି ସରିଗଲା, ତ ଏବେ ଆମେ ଜାଣିବା କୋଶ୍ଚିନ୍ ନମ୍ବର 3। ଠିକ୍ ଅଛି, ତ କୋଶ୍ଚିନ୍ ନମ୍ବର 3ରେ ଆପଣମାନଙ୍କୁ ମାନେ 3 ମାର୍କ 8ଟି ଆସିଛି, ଆପଣମାନେ ମଧ୍ୟ ନିଜେ ଦେଖିପାରୁଥିବେ, ଯେଉଁଟାକି 75 ୱାର୍ଡ଼ରେ ଆମକୁ ଦେବା ପାଇଁ ପଡ଼ିବ। ଠିକ୍ ଅଛି, ପାର୍ଟ 3ରେ ତ ଦେଖିପାରୁଥିବେ ଦି ବ୍ରହ୍ମା ସୁରଜ। ଠିକ୍ ଅଛି, ତାଙ୍କ ବିଷୟରେ ଦେଖିପାରିବେ। ମୁଁ ଇଂଲିଶରେ କେବଳ କୋଶ୍ଚିନ୍ ଦେଇଛି। ଠିକ୍ ଅଛି, ଗାନ୍ଧୀଜ୍ ଭ୍ୟୁଜ୍ ଅନ୍ ସ୍ୱରାଜ। ଠିକ୍ ଅଛି, ସାବରକର ଆଇଡ଼ିଆସ୍ ଅଫ୍ ହିନ୍ଦୁ ନେସନ୍। ତ ଏସବୁ ମାନେ ଦେଇଛି, ତ ଆମକୁ ପଢ଼ିବା ପାଇଁ ପଡ଼ିବ। ଯେମିତିକି ବିବେକାନନ୍ଦ ଅନ୍ ରିଲିଜନ୍, ଏଇଟା ମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯେମିତି ବିବେକାନନ୍ଦ ରିଲିଜନ୍ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି। ଠିକ୍ ଅଛି, ଯାହାକି ଆପଣ ଲେଖିପାରିବେ। ଦି ବ୍ରହ୍ମ ସ୍ୱରାଜ ଏଇଟା ମାନେ ମଧ୍ୟ ଅଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ତ 3 ମାର୍କ ପାଇଁ କେବଳ ଏତିକି ନାହିଁ, ମୁଁ ଦେଉଛି ଆରି ଦେଖନ୍ତୁ। ଏଇଟା ମାନେ ପଢ଼ିବେ ରମା ଦେବୀ ଦେବୀ, ମୁଁ ଯେତେ ଦେଇଛି କି ନାହିଁ ଏସବୁର ଆନ୍ସର୍ ମୁଁ କାଢ଼ିବାରେ ଟିକେ ଡେରି ହେଇଗଲା ପିଲା, ତ ତେଣୁକରି ମୁଁ କରିପାରିଲିନି, ତ ଦୁଃଖିତ। ତ ଛାଡ଼, ଯଦି ଆପଣ ଯାହା ବି ପଢ଼ିଛନ୍ତି ତାହା ଟିକେ ଲେଖିଦେବେ, ଯେମିତିକି ସ୍ୱରାଜ ବିଷୟରେ, ପଞ୍ଚଶୀଲ ବିଷୟରେ, ଏସବୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି ହେଲା। ପଞ୍ଚଶୀଲ ବିଷୟରେ ଯାହା ଜାଣିଛନ୍ତି ଆପଣ ଓଡ଼ିଆରେ ତାହା ମଧ୍ୟ ଲେଖିପାରିବେ। ସ୍ୱରାଜ
ଯେମିତିକି ଲୋହିଆ ସୋସିଆଲ ଲିମ୍ସ ଏଇଟା ମାନେ ସବୁ ଇମ୍ପୋର୍ଟାଣ୍ଟ ଅଛି ଆପଣମାନଙ୍କ ପାଇଁ। ଠିକ୍ ଅଛି, ମୁଁ ଯେତେ ଦିଏ ସବୁବେଳେ ତ ସବୁ ଇମ୍ପୋର୍ଟାଣ୍ଟ ହିଁ ଦିଏ। ଠିକ୍ ଅଛି, ତ ଫାଇନାଲି ଆପଣମାନଙ୍କର ମାନେ ଲଙ୍ଗ୍ କୋଶ୍ଚିନ୍ ଦେବାର ଟାଇମ୍ ଆସିଗଲା। ଠିକ୍ ଅଛି, ଯାହାକି ଆପଣମାନେ ଏଇ କୋଶ୍ଚିନ୍କୁ ସବୁବେଳେ ୱେଟ୍ କରିଥିବେ ହେଲା। ତ କୋର୍ 14 ଦେଖିପାରୁଥିବେ IV ପାର୍ଟ IV ହେଲା। ତ 7 ମାର୍କ ଆପଣମାନଙ୍କୁ 4ଟି ଲେଖିବା ପାଇଁ ପଡ଼ିବ। ତ 4ଟି ମଧ୍ୟରୁ ମୁଁ ଆପଣମାନଙ୍କୁ 5-6ଟି 7ଟି ଖଣ୍ଡେ ଦେଉଛି। ଠିକ୍ ଅଛି, ପଢ଼ନ୍ତୁ। ଯେମିତିକି ଟଗର ୱାଜ୍ ଏ ଚାମ୍ପିୟନ୍ସ ଅଫ୍ ଦି ପିପୁଲ୍ ନୋଟ୍ ଅଫ୍ ଦି ନେସନ୍ ଏକ୍ସପ୍ଲେନ୍। ତ ଏଇଟା ମାନେ ଇମ୍ପୋର୍ଟାଣ୍ଟ ଅଛି ଆପଣମାନଙ୍କ ପାଇଁ 7 ମାର୍କରେ। ଠିକ୍ ଅଛି, ମୁଁ ଯେତେ ଦେଉଛି ଡିସ୍କସ୍ ଯେମିତିକି ବେଡି ସଭରକର ହିନ୍ଦୁସ୍ତାବା ଅଫ୍ କଲଚର ନ୍ୟାସନାଲିଜିମ୍। ତ ଏଇଟା ମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି ଆପଣମାନଙ୍କ ପାଇଁ। ଠିକ୍ ଅଛି, ମୁଁ ଯେତେ ଦେଉଛି ନା 3 ନମ୍ବର 4 ନମ୍ବର 5 ନମ୍ବର 6 ନମ୍ବର ଏସବୁ ଆପଣମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି। ଠିକ୍ ଅଛି, ଯାହା ହେଲେ ବି ଆପଣ ଆଜି ଯାଏଁ ପଢ଼ିଲେ ତ ସବୁକୁ ଏକ୍ସପ୍ଲେନ୍ କରିବା ପାଇଁ ପଡ଼ିବ। ଠିକ୍ ଅଛି, ଯାହା ହେଲେ ବି ଆପଣ ଯାହା ବୁଝିଛନ୍ତି ତାହା ମଧ୍ୟ ଲେଖିକି ଆସନ୍ତୁ। ତ ଲାଷ୍ଟ ଏକ୍ଜାମ୍ ବୋଲି ମାନେ ନିଜେ ମଧ୍ୟ ଚିନ୍ତା କରନ୍ତୁ କେମିତି ମୁଁ ଭଲ ଭାବରେ ଲେଖିପାରିବି ହେଲା। ତ ପିଲା ଆଜିର ଭିଡ଼ିଓ ପାଇଁ ଏତିକି, ରହିଲେ ଜୟ ଜଗନ୍ନାଥ। ତ ସମସ୍ତଙ୍କୁ ମୋର ବେଷ୍ଟ ଅଫ୍ ଲକ୍ ଦିଲ୍ ସେ ହେଲା। ସମସ୍ତେ ଏକ୍ଜାମ୍ ଭଲ ଭାବରେ ଦିଅ, ମୋର ଏତିକି ଆଶା, ମୋର ଏତିକି ଭରସା। ଠିକ୍ ଅଛି, ତ ସମସ୍ତେ ଏକ୍ଜାମ୍ ଦେଇ ଆସିଲା ପରେ ମୋତେ ଗୋଟିଏ କମେଣ୍ଟ କର ଯେ ଆମେ ନେକ୍ସଟ ଭିଡ଼ିଓ କ'ଣ କରିବା, କ'ଣ ଦରକାର ମାନେ କ'ଣ ପଢ଼ିବା ତାହା ଏଇ ଭିଡ଼ିଓରେ କମେଣ୍ଟ କର। ଠିକ୍ ଅଛି, ତ ରହିଲେ ଜୟ ଜଗନ୍ନାଥ। ଭଗବାନ ଆପଣମାନଙ୍କର ଏକ୍ଜାମ୍କୁ ବହୁତ ସୁନ୍ଦର ଭାବରେ ମାନେ ଲେଖିବା ପାଇଁ ଦିଅନ୍ତୁ। ଠିକ୍ ଅଛି, ତ ଆମେ ନେକ୍ସଟ ଭିଡ଼ିଓ ଦେଖା ହେବା ପିଲା। ତ ରହିଲେ, ଭିଡ଼ିଓ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ।